ଆଦର୍ଶ ଆଉ ପଲ୍ଲବୀ ରୋଷେଇ ଘରକୁ ଯାଉଥିବେ ଆଉ ମାୟା କହିବେ, ତୁ ଯଦି ପଲ୍ଲବୀକି ନେଇକି କିଚେନକୁ ଯାଉ ତାପରେ ମୁଁ ସବୁଦିନ ପାଇଁ ଖାଇବା ପିଇବା ବନ୍ଦ କରି ଜୀବନ ଦେଇଦେବି। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ଆନନ୍ଦ କହିବେ, ମାୟା ଇଏ କି ପିଲାଲିଆମି ତୁମର? ଆରେ ଗୋଟେ ଛୋଟ କଥାକୁ ଏତେ ବଡ଼ କରିସାରିଲଣି। ତାପରେ ମାୟା କହିବେ, ଛୋଟ କଥାକୁ ମୁଁ ବଡ଼ କରୁନି ଆନନ୍ଦ, ଏ ଛୋଟ କଥାକୁ ବଡ଼ କରିଛି ତମ ପୁଅ ଆଦର୍ଶ। ତାପରେ ମମତା ଦିଦି କହୁଥିବେ ଆଉ ମାୟା ହାତ ଛେକିକି କହିବେ, ତମେ ମଝିରେ କଥା କହିବା କିଛି ଦରକାର ନାହିଁ ମମତା। ତାପରେ ବିନୋଦ କହିବେ, ଭାଉଜ ତମେ ବୁଝିବା ଲୋକ, ପ୍ଲିଜ ଭାଉଜ ସେମାନଙ୍କୁ କ୍ଷମା କରିଦିଅ। ତାପରେ ମାୟା କହିବେ, ନାଇଁ ବିନୋଦ ମୁଁ ବୁଝିବା ଲୋକ ନୁହେଁ, ଆଉ ଯିଏ ମୋ ରୁଲକୁ ଭାଙ୍ଗିଛି ତାକୁ ମୁଁ କେବେ ବି କ୍ଷମା କରିପାରିବିନି। ତାପରେ ରୁବି ମନେ ମନେ ଖୁସି ହେଇ କହିବେ, ବା ମାୟା ବା, ମୁଁ ଠିକ୍ ଜାଣିଥିଲି, ମୁଁ ତୋତେ ଯାହା ଶିଖେଇବି ତୁ ସେଇଆ ହିଁ କରିବୁ। ତାପରେ ମାୟା କହିବେ, ଆଜି ତୁ ସତରେ ମୋ ପୁଅ କି ନାହିଁ ସେ କଥା ପ୍ରମାଣ କରିବାର ସମୟ ଆସିଯାଇଛି ଆଦର୍ଶ। ଆଜି ଯଦି ତୁ ପଲ୍ଲବୀକି ସାଙ୍ଗରେ ଧରି କିଚେନକୁ ଏଣ୍ଟର କରୁ ତାହେଲେ ମୁଁ ବୁଝିଯିବି ଯେ ତୁ ମୋ ପୁଅ ନୁହେଁ। ତାପରେ ଆଦର୍ଶ, ପଲ୍ଲବୀ, ମମତା ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ମମତା କହିବେ, ଦିଦି ତମେ ଇଏ କି କଥା କହୁଛ? ଗୋଟେ ଛୋଟ କଥା ପାଇଁ ତମେ ତମ ମା ପଣିଆକୁ ବାଜିରେ ଲଗଉଛ। ମାର ମମତାକୁ ନେଇ ତମେ ଜୁଆ ଖେଳିବା ପାଇଁ ବସିଛ। ତାପରେ ମାୟା କହିବେ, ଇଏ ଜୁଆ ଖେଳ ନୁହେଁ ମମତା, ଇଏ ମୋ ମା ପଣିଆର ଅଗ୍ନି ପରୀକ୍ଷା। ମୁଁ ବି ଜାଣିବାକୁ ଚାହୁଁଛି ଯେ ମୋ ଆଦର୍ଶର ପ୍ରକୃତ ମା ହେଇପାରିଛି କି ନାହିଁ। ତାପରେ ଆନନ୍ଦ କହିବେ, ମାୟା ଏସବୁ ପାଗଲାମି ବନ୍ଦ କର। ତାପରେ ମାୟା କହିବେ, ନାଇଁ ଆନନ୍ଦ, କଥା ଏତେ ବାଟକୁ ଆସି ସାରିଲାଣି ଯେତେବେଳେ ଆଜି ଏ କଥା ପ୍ରମାଣ ହେଇଯିବା ନିହାତି ଦରକାର। ତାପରେ ଆଦର୍ଶ ମାୟାଙ୍କ ପାଖକୁ ଆସିବେ ଆଉ କହିବେ, ଗୋଟେ ମା ତା ସନ୍ତାନର ଖୁସି ପାଇଁ ଦୁନିଆର ସବୁ ସୀମା ନଙ୍ଗଲ କରିଯାଏ, ଏଇଟା ମୁଁ ଶୁଣିଥିଲି ମା। କିନ୍ତୁ ଗୋଟେ ମା ତା ଜିଦ୍ ପାଇଁ ତା ସନ୍ତାନର ଖୁସିକୁ ନିଜ ପାଦ ତଳେ ଦଳି ଦିଏ, ଏ କଥା ମୁଁ ନିଜ ଆଖିରେ ଦେଖୁଛି ମା। ପୁଣି ଇମୋସନାଲ ହେଇକି କହିବେ, ତମେ ତମ ମାର ମମତାକୁ ବ୍ୟବହାର କରି ମୋତେ ଇମୋସନାଲି ବ୍ଲାକମେଲିଂ କରିବାକୁ ବାହାରିଛ। ଇମୋସନାଲି ବ୍ଲାକମେଲିଂ ସାରା ଦୁନିଆ ଜାଣିଛି ମା, ସାରା ଦୁନିଆ, କି ମୁଁ ତମକୁ ଭଲ ପାଏନି, ବରଂ ଦେବୀ ଭଳି ପୂଜା କରେ ମା, ଦେବୀ ଭଳି ପୂଜା କରେ। ତମ ପୁଅ ହିସାବରେ ତମ ପାଇଁ ମୋର ଯେତିକି କର୍ତ୍ତବ୍ୟ ଅଛି ଠିକ୍ ସେମିତି ପଲ୍ଲବୀଙ୍କ ହଜବେଣ୍ଡ ହିସାବରେ ତାଙ୍କ ପାଇଁ ବି ମୋର ସେତିକି କର୍ତ୍ତବ୍ୟ ଅଛି, ଯାହା ଏବେ ମୋତେ ତୁଲେଇବାକୁ ପଡ଼ୁଛି। ଆଉ ଏକଥା ମୁଁ ପ୍ରଥମରୁ ହିଁ ନିଷ୍ପତ୍ତି ନେଇ ସାରିଛି ମା। ପଲ୍ଲବୀ ଏ ଘରେ ଯେତିକି କଷ୍ଟ ସହିବା କଥା ସହିଗଲେ ମା, କିନ୍ତୁ ଏବେଠୁ ମୁଁ ତାଙ୍କୁ ଟିକେ ବି କଷ୍ଟ ସହିବାକୁ ଦେବିନି ମା, ଟିକେ ବି କଷ୍ଟ ନୁହେଁ। ପଲ୍ଲବୀ କିଚେନକୁ ଯିବେନି ତ ତମେ ଏଇଆ ଚାହୁଁଛ ନା ମା? ତାହେଲେ ଆଜି ପରଠୁ ମୁଁ ବି କିଚେନରେ ପାଦ ରଖିବିନି। ଯୋଉ ଦିନ ଏ ଘରେ ପଲ୍ଲବୀକୁ ଖାଇବା ମିଳିବନି ସେଦିନ ମୁଁ ବି ଉପାସ ରହିବି ମା। ତାପରେ ମାୟା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ଆଦର୍ଶ କହିବେ, ମୁଁ କହିଥିଲି ନା ମା, ଆଜି ପରଠୁ ପଲ୍ଲବୀଙ୍କ ସହିତ ଯାହା ହେବ ସେ କଥା ମୋ ସହିତ ବି ହେବ। ଆଉ ମୁଁ ବି ଦେଖିବି ମାର ମମତା ଆଉ ପୁଅର କର୍ତ୍ତବ୍ୟ ବୋଧବାଜିରେ କିଏ ଜିତୁଛି ଆଉ କିଏ ହାରୁଛି। ତାପରେ ମାୟା ଆଦର୍ଶଙ୍କ ପାଖରୁ ଏମିତି କଥା ଶୁଣି ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ରୁବି ମନେ ମନେ କହିବେ, ଇଏ ପୁଅ ଗୁଡ଼ାକ ସବୁବେଳେ ତାଙ୍କ ସ୍ତ୍ରୀକୁ ସପୋର୍ଟ କରନ୍ତି କାହିଁକି କେଜାଣି, ଖାସ୍ ୟାରି ଯୋଗୁଁ ପଲ୍ଲବୀ ସବୁଥର ଜିତି ଯାଉଛି। ତାପରେ ଆଦର୍ଶ ପଲ୍ଲବୀଙ୍କୁ ନେଇ ତାଙ୍କ ରୁମକୁ ଚାଲିଯିବେ। ତ ଦର୍ଶକ ବନ୍ଧୁ, ଏବେ କ'ଣ ହେବ? ମାୟା କ'ଣ ସତରେ ପଲ୍ଲବୀଙ୍କୁ କ୍ଷମା କରିଦେବ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।